ନାଇଁ ହଁ ସେଇଟା ହେଉଛି କି ଆଜିର ଆଧୁନିକ ସମାଜରେ ବିବାହର ପରିଭାଷା ଯେତେବେଳେ ବଦଳି ଯାଇଛି ବର୍ତ୍ତମାନ ସମୟ ପାଇଁ ଗୋଟେ ଉପଯୁକ୍ତ ସିନେମା ହେଉଛି ୱାଇଫ୍। ଜୀବନର ଯାହା ସଂଘର୍ଷ ରହିଛି ଲୁହ, ତାର ଦୁଃଖ, ତାର କଷ୍ଟ, ତାର ଯନ୍ତ୍ରଣା, ତାର ତ୍ୟାଗ, ତାର ତପସ୍ୟା, ତାର କେବଳ ମୁକ ସାକ୍ଷୀ ହେଉଛନ୍ତି ଭଗବାନ ଆଉ ଘରର ଚାରିକାନ୍ଥ। ତ ୱାଇଫ୍ ଏଠି ତା ଜୀବନର କିଛି କଥା କହିବା ପାଇଁ ଚାହିଁଛି ସମାଜକୁ, ଯାହା ଗୋଟେ ସକାରାତ୍ମକ ବାର୍ତ୍ତା ଦେଉଛି। ଆଉ ଯେମିତିକି କହିଲି ଜଗନ୍ନାଥ ସଂସ୍କୃତିରେ ଆମର ବିବାହର ମହତ୍ତ୍ୱ କ'ଣ ରହିଛି, କିନ୍ତୁ ଆଜିକାର ଆଧୁନିକ ଯୁଗରେ ବିବାହର ପରିଭାଷା ବଦଳି ଯାଇଛି। ତ ବର୍ତ୍ତମାନ ଗୋଟେ ସୁନ୍ଦର ମେସେଜ୍ ନେଇକି ଷ୍ଟ୍ରଙ୍ଗ ମେସେଜ୍ ନେଇକି ୱାଇଫ୍ ଆସିଛି। ୟୁବରାଜ ଆଉ ମାହି ଦୁଇଟି এই ଚଳଚ୍ଚିତ୍ରଟି ହେଉଛି ୟୁବରାଜ ଆଉ ମାହିଙ୍କର କାହାଣୀ। ସେଇ ଚରିତ୍ରରେ ମାହି ଚରିତ୍ରରେ ମୁଁ କରିଛି ଅଭିନୟ, ୟୁବରାଜ ଚରିତ୍ରରେ କରିଛନ୍ତି ଜୟଜିତ। ଏଇଟା ଆଜିର ସମାଜ ପାଇଁ ଗୋଟେ ଭଲ ସିନେମାଟି, ଯେଉଁଥିରେ ଗୋଟେ ଭଲ ଷ୍ଟ୍ରଙ୍ଗ ମେସେଜ୍ ଅଛି। ୟୁବରାଜ ଆଉ ମାହି ଏ ଦୁଇଟି ନାଁ କାହିଁକି ସିଲେକ୍ଟ କଲେ? କ୍ରିକେଟରଙ୍କ ନାଁ ଏଇଟା ନାଇଁ ଏଇଟା ଯେତେବେଳେ ଆମର ଯିଏ ଡାଇଲଗ୍ ଲେଖିଥିଲେ ତ ସିଏ ସଜେଷ୍ଟ କଲେ କି ନାଁଟା ଆଜିର ଯେମିତି କ୍ୟାଚି ନେମ୍ ଟିକେ ହେବ, ତ ସେଇଥିପାଇଁ। ଯାହାର କେବଳ ମାତ୍ର ଉଦ୍ଦେଶ୍ୟ ହେଉଛି ସମାଜକୁ ଗୋଟେ ସକାରାତ୍ମକ ବାର୍ତ୍ତା ଯାଉ, ଆଉ ଯେଉଁଥିରେ ଆମେ କହିପାରିବା କି ବିବାହର ମନ୍ତ୍ର ଅଛି କିନ୍ତୁ ବିଚ୍ଛେଦର ମନ୍ତ୍ର ନାହିଁ। ଆମର ସନାତନ ଧର୍ମରେ ଜଗନ୍ନାଥ ସଂସ୍କୃତିରେ ଆମର ବହୁତ ଭଲ କଥା ସବୁ ରହିଛି। ଆପଣ ଯଦି ଦେଖିବେ ଲକ୍ଷ୍ମୀ ପୁରାଣଠୁ ନେଇକି ନୀଳାଦ୍ରି ବିଜେ କଥା ଅଛି। ମହାପ୍ରଭୁଙ୍କର ଆମର ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ଆମକୁ ଯାହା ଶିକ୍ଷା ଦେଇଛନ୍ତି, ତ ଏମିତି ବହୁତ ଭଲ ଭଲ କଥା ଅଛି ଫିଲ୍ମରେ। ମୁଁ ଚାହିଁବି କି ଓଡ଼ିଶାର ଦର୍ଶକମାନେ ସିନେମାଟି ଦେଖନ୍ତୁ, ଯାହା ବାର୍ତ୍ତା ରହିଛି ତାକୁ ସେମାନେ ସକାରାତ୍ମକ ଭାବେ କହିପାରିବେ କି ବର୍ଷ ସବୁବେଳେ ଚୁପ୍ ରୁହନ୍ତି, ଫିଲ୍ମ ମାଧ୍ୟମରେ ଜଣାଇବା ପାଇଁ ଚାହୁଁଛନ୍ତି କି ନୀରବତାକୁ ଭାଙ୍ଗିଛନ୍ତି? ନାଇଁ ଆଜ୍ଞା, ନୀରବତା ଗୋଟେ ଦୁର୍ବଳତା ନୁହେଁ। ପ୍ରଥମେ ଆପଣଙ୍କୁ କହିବା ପାଇଁ ଚାହିଁବି ସହନଶୀଳତା, ନୀରବତା ପ୍ରତ୍ୟେକ ଝିଅଙ୍କ ପାଖରେ ଏଇ ଗୁଣଟି ରହିଛି। ଆଉ ଆପଣ ଯେହେତୁ ଅଭିନେତ୍ରୀ ଭାବେ ଆପଣ ସମାଜକୁ ଏଇଟା ଦେଖିବା ପାଇଁ ଚାହୁଁଛନ୍ତି? ନାଇଁ, ଏଇଟା ସମାଜ ପାଇଁ କହିଲି ଗୋଟେ ଉପଯୁକ୍ତ ସିନେମା ହେବ ଯେଉଁଥିରେ କି ଗୋଟେ ଭଲ ବାର୍ତ୍ତା ରହିଛି। କିନ୍ତୁ ଏଇଟା କୁହାଅଛି କି ଯେଉଁ ଜିନିଷଟା ଆମେ କହିପାରୁନା ସେଇଟା ସିନେମା ମାଧ୍ୟମରେ ଆପଣମାନେ ଆମେ ସେ ବିଷୟରେ ଆମେ କେବଳ ଆଜି ଚଳଚ୍ଚିତ୍ର ବିଷୟରେ କଥା ହେବା। ଆଉ ଆପଣ ସମସ୍ତଙ୍କଠୁ ମୁଁ ଆଶୀର୍ବାଦ ଚାହିଁବି କି ଅଛନ୍ତି ଆପଣଙ୍କ ଯେଉଁ ନୀରବତା ଭାଙ୍ଗିଛନ୍ତି, ଏଇଟା ଗୋଟେ କେବଳ ଆଜ୍ଞା ଚଳଚ୍ଚିତ୍ର ଏଇଟା କେବଳ ଚଳଚ୍ଚିତ୍ର। ଆଜିକାଲି ସୋସିଆଲ ମିଡ଼ିଆରେ ଯାହା ହେଉଛି ଯେ ଦେଖିଥିବେ ଆପଣ ଡିଭୋର୍ସ କଥା କହିବା, ତ ଏଇ ଯେଉଁ ଡିଭୋର୍ସ ମନ୍ତ୍ର ଯେଉଁ ଲାଷ୍ଟ ସିନ୍ରେ ଆମେ ଦେଖିବାକୁ ପାଇଲୁ, ତ ଏମିତି ଯଦି ଡିଭୋର୍ସ କରାହୁଏ ତାହେଲେ କିଛି ନାରୀ ବା ସ୍ତ୍ରୀ ବଞ୍ଚି ଯାଇପାରିବେ? ମୁଁ ତ ଚେଷ୍ଟା କରିଛି ଆଜ୍ଞା, ଗୋଟେ କେବଳ ନାରୀମାନଙ୍କ ପାଇଁ ନୁହେଁ ବୈବାହିକ ସମ୍ପର୍କର କଥା କହିଛି। ମୋର ଚେଷ୍ଟା ରହିଛି କି ସମାଜକୁ ଗୋଟେ ଭଲ ବାର୍ତ୍ତା ଦେବା ପାଇଁ। ତାପରେ ଏଇଟା କେତେ ଦୂର ଗ୍ରହଣୀୟ ହେବ ତାହା ଆଗାମୀ ଦିନରେ। ସ୍ତ୍ରୀ ଗୋଟେ ସ୍ୱାମୀ ପାଇଁ ଏତେ ସବୁ କଲା ପରେ ବି ଗୋଟେ ସ୍ୱାମୀଟେ କାହିଁକି ଗୋଟେ ବୁଝେନି ସ୍ତ୍ରୀ? କ'ଣ ରହିଛି ସେଇଭଳିଆ ସିଚୁଏସନ୍ କ'ଣ କେଉଁଠି ଘଟିଥାଏ ସେ ବିଷୟରେ ମୁଁ କାହା ବିଷୟରେ ତ କହିପାରିବିନି। ସେ ସିଚୁଏସନ୍ କେଉଁଠି କ'ଣ ସେ ଘଟଣା ଘଟିଥାଏ ସେଇ ଅନୁସାରେ। ଆପଣ ଜଣେ ସହନଶୀଳତା ନାରୀ,